ସତ୍ସଙ୍ଗତୁଲ୍ୟ ଆଉ କୌଣସି ମିତ୍ର ନାହିଁ କିମ୍ବା କୁସଙ୍ଗତୁଲ୍ୟ ଆଉ କୌଣସି ଶତ୍ରୁ ନାହିଁ। ପ୍ରଥମ ପ୍ରେମ ହେଉଛି କିଛି ବୋକାମି ଆଉ କିଛି କୌତୂହଳ। ସତ୍ୟର ଭୂମି ଉପରେ ପ୍ରତିଷ୍ଠିତ ସଫଳତା ହିଁ ପ୍ରକୃତ ଆନନ୍ଦ ଦେଇଥାଏ। ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କର ଓ ତାକୁ ହାସଲ କରିବା ପାଇଁ ନିଜର ଗତିକୁ ତ୍ୱରାନ୍ୱିତ କର। ମା ଥିବା କୌଣସି ବ୍ୟକ୍ତି ଦରିଦ୍ର ନୁହେଁ। ଏ ଦୁନିଆରେ କେବଳ ଗୋଟିଏ ଜିନିଷ ସବୁଠାରୁ ଭଲ, ତାହା ହେଉଛି ପ୍ରକୃତ ଜ୍ଞାନ। ଆଉ ସବୁଠାରୁ ଖରାପ ହେଉଛି ଅଜ୍ଞାନତା। କେହି ଜଣେ ଠିକ୍ କହିଛନ୍ତି, ସଙ୍ଗତରେ ଟିକେ ଧ୍ୟାନ ଦେବା ଉଚିତ, କାରଣ ସଙ୍ଗତରେ ଆପଣ ଖରାପ ବି ହେବେ ଆଉ ବଦନାମ ବି। ପକ୍ଷୀମାନଙ୍କ ମଧ୍ୟରେ କାଉ ଚଣ୍ଡାଳ, ପଶୁମାନଙ୍କ ମଧ୍ୟରେ କୁକୁର ଚଣ୍ଡାଳ, ମୁନିମାନଙ୍କଠାରେ କ୍ରୋଧ ଏବଂ ସମସ୍ତଙ୍କ ମଧ୍ୟରେ ପରନିନ୍ଦୁକ ଚଣ୍ଡାଳ ଅଟେ। ଶିଷ୍ୟ ଉପରେ ଗୁରୁ ରାଗ କରିପାରନ୍ତି ନାହିଁ। କୌଣସି କାରଣରୁ ଯଦି ଅସନ୍ତୋଷ ପ୍ରକାଶ କରନ୍ତି, ବୁଝିବାକୁ ହେବ ତାହା ବାହିକ ମାତ୍ର, ତା ସହିତ ମନର କୌଣସି ସମ୍ପର୍କ ନାହିଁ। ସାଧୁମାନଙ୍କର ସମୟ ସମୟରେ ଯେଉଁ କ୍ରୋଧ ହୁଏ ତାହା ପ୍ରକୃତରେ କ୍ରୋଧ ନୁହେଁ, କାରଣ ପ୍ରକୃତ କ୍ରୋଧ ପରର ଅନିଷ୍ଟ ଇଚ୍ଛାରେ ଉତ୍ପନ୍ନ ହୁଏ। ସାଧୁ କାହାରି ମନ୍ଦ ପାଞ୍ଚନ୍ତି ନାହିଁ, ତାଙ୍କର କ୍ରୋଧ ସାମୟିକ, ତାହା ଜୀବର ମଙ୍ଗଳ ପାଇଁ ହୋଇଥାଏ। ଦସ୍ୟୁ ରତ୍ନାକର ରାମ ନାମ ଜପ କରି ମହାଜ୍ଞାନୀ ବାଲ୍ମୀକି ପାଲଟିଗଲେ। ଶ୍ରେଷ୍ଠ ଗ୍ରନ୍ଥ ରାମାୟଣ ରଚନା କରି ଜଗତକୁ ଧନ୍ୟ କଲେ। ଜୟ ଶ୍ରୀରାମ।